ଯିବାକୁ କି ଅଛ? କୁଆଡ଼େ ଯିବ? ମୁକୁନ୍ଦ ଦେବ ମୋ ବାପାଙ୍କୁ ହତ୍ୟା କରିଛି। ମୁଁ ତାର ପ୍ରତିଶୋଧ ନେବି। ତମେ ଗୋଟେ ସାମାନ୍ୟ ତରବାରୀରେ ପାହାଡ଼କୁ ଭାଙ୍ଗିବାକୁ ଚେଷ୍ଟା କରୁଛ। ଭୁଲ କରୁଛ ତମେ। ମୁକୁନ୍ଦ ଦେବଙ୍କ ବିଶାଳ ସୈନ୍ୟ ବାହିନୀ ଆଗରେ ତମେ ଏକୁଟିଆ କ'ଣ କରିପାରିବ? ଜାଣିଦେବି ମୁଁ। ଧ୍ୱଂସ କରିଦେବି ବାରବାଟୀ ଦୁର୍ଗକୁ। ଛଡ଼ା ମୋତେ। କିଛି କରିପାରିବନି, ବରଂ ନିଜ ଜୀବନକୁ ବିପନ୍ନ କରିବ। ମୋ ଜୀବନ ପ୍ରତି ମୋର ଭୟ ନାହିଁ। ମୁଁ ମୋ ପିତୃ ହତ୍ୟାର ପ୍ରତିଶୋଧ ଅବଶ୍ୟ ନେବି। ଯିବ, ଯାଅ, ଛାଡ଼ିଦିଅ ତାଙ୍କୁ। କିନ୍ତୁ ଗୋଟେ କଥା ମନେ ରଖ, ମୁକୁନ୍ଦ ଦେବଙ୍କ ସୈନ୍ୟବାହିନୀ ତମକୁ ଛାଡ଼ିବେନି। ଯଦି ମରିବାକୁ ଚାହୁଁଛ ତାହେଲେ ଯାଅ। ତାହେଲେ ମୁଁ କ'ଣ କରିବି? ମୋ ବାପାଙ୍କ ମରିବା ଖବର ଶୁଣିଲା ପରେ ବି ମୁଁ ଚୁପଚାପ ରହିବି? ଦୁଃଖରେ ଭାଙ୍ଗି ନ ପଡ଼ିବା ଆଉ ସୁଖରେ ଆତ୍ମହରା ନ ହେବା ସ୍ଥିତପ୍ରଜ୍ଞର ଲକ୍ଷଣ। ମୁକୁନ୍ଦ ଦେବଙ୍କ ସହ ଲଢ଼ିବା ପାଇଁ ସୈନ୍ୟବାହିନୀ ଦରକାର, ଆଉ ସେଥିପାଇଁ ସମୟ ଲାଗିବ। ଆଉ ସେ ସମୟ ଯାଏଁ ତମକୁ ଅପେକ୍ଷା କରିବାକୁ ପଡ଼ିବ। କେତେ ସମୟ ମୁଁ ଅପେକ୍ଷା କରିବି? ମୋ ବାପାଙ୍କ ମୃତ୍ୟୁକୁ ମୁଁ ସହିପାରିବିନି। ଆଉ ତମ ମୃତ୍ୟୁକୁ ବି ମୁଁ